ନିର୍ବାଚନ ନେଇ ଯାଇଥାନ୍ତା ଜୀବନ। ଗାଁ ପାଖ ବଜାରକୁ ଯାଇଥିଲେ ଦେବାଶିଷ ସଉଦା ଆଣିବାକୁ। ଫେରୁଥିଲେ ତାଙ୍କର ମୋଟର ସାଇକେଲରେ। ସେହି ସମୟରେ ପାର୍ଟିର ପ୍ରଚାର ଚାଲିଥିଲା ସେହି ବାଟରେ। ପାର୍ଟିର କର୍ମକର୍ତ୍ତାମାନେ ପାର୍ଟିର ସ୍ଲୋଗାନ ଦେଇ ଆଗେଇ ଚାଲିଥାନ୍ତି। ହଠାତ୍ ଦେବାଶିଷଙ୍କ ପଛପଟୁ କେହି ଜଣେ ଆକ୍ରମଣ କରି ଚାଲିଗଲା। ଆଉ ଦେବାଶିଷ ସେହିଠାରେ ରକ୍ତାକ୍ତ ଅବସ୍ଥାରେ ଟଳି ପଡ଼ିଲେ। ଜୟ ଜଗନ୍ନାଥ, ଜୟ ଗୋପୀନାଥ। ନିର୍ବାଚନ ନେଇ ଯାଇଥାନ୍ତା ଜୀବନ। 2024 ନିର୍ବାଚନ ଭିତରେ ନୂଆ ନୂଆ ବାହା ହୋଇଛନ୍ତି ଦେବାଶିଷ ବାବୁ। ବାପା ମାଆଙ୍କର ଗୋଟିଏ ପୁଅ। ଗତ ଜାନୁଆରୀରେ ହୋଇଥିଲା ତାଙ୍କର ବାହାଘର। ଦେବାଶିଷ ଜଣେ ସାଧାରଣ ସଚ୍ଚୋଟ ପିଲା। ତାଙ୍କ ଗ୍ରାମ କୋରଦଣ୍ଡା ଅଞ୍ଚଳରେ ତାଙ୍କର ନାଁ ବହୁତ ଜଣାଶୁଣା ରହିଛି, କାରଣ ସେ ଜଣେ ସମାଜସେବୀ। ଆଜକୁ ପ୍ରାୟ 10 ବର୍ଷ ହେବ ଏକ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ପ୍ରାୟ 100ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇ ସାରିଛନ୍ତି ଦେବାଶିଷ। ବ୍ଲକ ତରଫରୁ ଯେତେ ସବୁ ବ୍ଲଡ଼ ଡୋନେଟ୍ କ୍ୟାମ୍ପ ହୋଇଥାଏ, ସେ ସବୁକୁ ସେ ନିଜେ ନିୟନ୍ତ୍ରଣ କରନ୍ତି ଓ ନିଜେ ବ୍ଲଡ଼ ଡୋନେଟ୍ ମଧ୍ୟ କରନ୍ତି। ସେଥିପାଇଁ ସେଠାକାର ଅଞ୍ଚଳରେ ଲୋକମାନେ ତାଙ୍କୁ ଅଧିକ ଭଲ ପାଆନ୍ତି। 2024 ନିର୍ବାଚନ ତାଙ୍କ ଜୀବନ ପ୍ରତି ବିପଦ ଆଣିଦେବ, ତାହା ସେ କେବେ ହେଲେ ଭାବିନଥିଲେ। ବର୍ତ୍ତମାନ ଭାରତରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରତ୍ୟେକ ଦଳ ତାଙ୍କର ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି। ବସାଇଛନ୍ତି ସେମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରିବେ। ଦେବାଶିଷ ବାବୁଙ୍କ ଗାଁକୁ ଆସିଥିଲେ ପୂର୍ବତନ ବିଧାୟକ, ଯିଏକି ଭୋଟ ପାଇଲା ପରେ ପରେ ଆଉ କେବେ ବି ଆସିନାହାନ୍ତି ତାଙ୍କ ଗାଁର ଭଲମନ୍ଦ ଟିକେ ବୁଝିବା ପାଇଁ। ଆଜି ପୁଣି 2024ର ନିର୍ବାଚନରେ ସେ ଠିଆ ହୋଇ ଭୋଟ ପାଇଁ ଆସିଛନ୍ତି ତାଙ୍କ ଗାଁକୁ। ଦେବାଶିଷ ବାବୁ ଅଟକାଇ ଦେଲେ ତାଙ୍କ ଗାଡ଼ିକୁ। ଆଉ ପଚାରିଥିଲେ 5ଟି ପ୍ରଶ୍ନ, ଯାହାର ଉତ୍ତର ଦେଇପାରିନଥିଲେ ପୂର୍ବତନ ବିଧାୟକ। ମୁଣ୍ଡ ତଳକୁ କରି ସେଠାରୁ ପଳାଇଥିଲେ। ରାଗ ରହିଲା ତାଙ୍କର। 2 ଦିନ ବିତିଗଲା। ଗାଁ ପାଖ ବଜାରକୁ ଯାଇଥିଲେ ଦେବାଶିଷ ସଉଦା ଆଣିବାକୁ। ଫେରୁଥିଲେ ତାଙ୍କର ମୋଟର ସାଇକେଲରେ। ସେହି ସମୟରେ ପାର୍ଟିର ପ୍ରଚାର ଚାଲିଥିଲା ସେହି ବାଟରେ। ପାର୍ଟିର କର୍ମକର୍ତ୍ତାମାନେ ପାର୍ଟିର ସ୍ଲୋଗାନ ଦେଇ ଆଗେଇ ଚାଲିଥାନ୍ତି। ହଠାତ୍ ଦେବାଶିଷଙ୍କ ପଛପଟୁ କେହି ଜଣେ ଆକ୍ରମଣ କରି ଚାଲିଗଲା। ଦେବାଶିଷ ସେହିଠାରେ ରକ୍ତାକ୍ତ ଅବସ୍ଥାରେ ଟଳି ପଡ଼ିଲେ। ସେଠାକାର ଲୋକମାନେ ଆସି ରୁଣ୍ଡ ହୋଇଗଲେ। ଦେବାଶିଷଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଦ୍ୱାରା ରକ୍ତଧାରା ଛୁଟି ଚାଲିଛି। ଦିନେ ଦେବାଶିଷ ନିଜ ଦେହରୁ ରକ୍ତଦାନ କରି ଅନେକ ଜୀବନ ବଞ୍ଚାଇଛନ୍ତି। ଆଜି ସେହି ଦେବାଶିଷ ନିଜେ ମରଣ ମୁଖରେ ପଡ଼ିଛନ୍ତି। ସତ କହିବା ପଡ଼ିଛି ମହଙ୍ଗା ତାଙ୍କୁ। କିଛି ସମୟ ପରେ ଆମ୍ବୁଲାନ୍ସ ଆସି ସେଠାରେ ପହଞ୍ଚିଗଲା। ଦେବାଶିଷଙ୍କୁ ନେଇ ସିଧା ପୁରୀ ମେଡ଼ିକାଲରେ ଭର୍ତ୍ତି କରିଗଲା। ଡକ୍ଟର କହିଲେ ଆଘାତ ବହୁତ ଜୋରରେ ଲାଗିବା ଦ୍ୱାରା ଅତ୍ୟଧିକ ବ୍ଲଡ଼ ବୋହିଯାଇଛି, ତେଣୁ ପ୍ରଥମେ ବ୍ଲଡ଼ର ବ୍ୟବସ୍ଥା କରିବାକୁ ପଡ଼ିବ। ଦେବାଶିଷ ତାଙ୍କ ଜୀବନ ଭିତରେ 100ରୁ ଅଧିକ ଲୋକଙ୍କୁ 100ରୁ ଅଧିକ ଥର ବ୍ଲଡ଼ ଡୋନେଟ୍ କରିସାରିଛନ୍ତି। ତେଣୁ ତାଙ୍କ ପାଖରେ ଗୋଟିଏ ବ୍ଲଡ଼ ଡୋନେଟ୍ କାର୍ଡ଼ ଥିଲା, ଯାହାକୁ ଡକ୍ଟର ଦେଖିବା ମାତ୍ରେ ସାଙ୍ଗେ ସାଙ୍ଗେ ତାଙ୍କୁ ICUକୁ ନେଇ ବ୍ଲଡ଼ ଲଗାଇଥିଲେ। ସାଙ୍ଗରେ ତାଙ୍କର 4 ମାସର ପତ୍ନୀ ଝିଲ୍ଲି ଥିଲେ। ଦେବାଶିଷଙ୍କ ସହ ଏମିତି ଘଟଣା ଘଟିଛି ଜାଣିବା ପରେ ତାଙ୍କର ସେହି ସମର୍ଥକମାନେ ଆସି ପହଞ୍ଚିଗଲେ ପୁରୀ ହସ୍ପିଟାଲରେ। ଆଘାତ ଅଧିକ ହୋଇଥିବାରୁ ଅପରେସନ୍ କରିବାକୁ ହେବ ବୋଲି ଡକ୍ଟର କହିଲେ। ଗୋଟିଏ ଏଗ୍ରିମେଣ୍ଟ ପେପରରେ ଝିଲ୍ଲିଙ୍କୁ ସାଇନ୍ କରିବାକୁ କହିଲେ ଡକ୍ଟର, କାରଣ ଅପରେସନ୍ ବହୁତ ରିସ୍କଫୁଲ୍ ଥିଲା। ଏକଥା ଜାଣିବା ପରେ ଝିଲ୍ଲି ଗୋଟିଏ ଅଟୋରେ ବସି ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପହଞ୍ଚିଲେ। ବଡ଼ ଦେଉଳ ଭିତରେ ଗରୁଡ଼ ସ୍ତମ୍ଭ ଆଗରେ ଠିଆ ହୋଇ ମହାପ୍ରଭୁଙ୍କୁ ଆକୁଳ ବିକଳ ହୋଇ ନିଜର ପଣତ କାନିକୁ ପତାଇ ସ୍ୱାମୀର ଜୀବନ ଭିକ୍ଷା ମାଗିଲେ। ଅଗତିର ଗତି
ଅଶରଣର ଶରଣ, ଅସହାୟର ସହାୟ। ମହାବାହୁ ତୁମ ପାଦ ତଳେ ପଡ଼ି ପଣତ କାନି ପତାଇ ଏତିକି ମାଗୁଛି ହେ ଜନାର୍ଦ୍ଦନ। କରୁଣା ନିଧାନ, ମୋ ସ୍ୱାମୀଙ୍କ ଜୀବନ ଆଜି ବିପଦରେ ପଡ଼ିଛି। ମୋ ଶଙ୍ଖା ସିନ୍ଦୁର ଆଜି ଅସୁରକ୍ଷିତ ଲାଗୁଛି। 4 ମାସର ମୁଁ ବୋହୂ, ସଂସାରର ସୁଖ କ'ଣ ମୁଁ ଜାଣିନାହିଁ। ଆପଣ ମୋର ଶଙ୍ଖା ସିନ୍ଦୁରକୁ ଛଡ଼ାଇ ନିଅ ନାହିଁ, ମଣିମା ଛଡ଼ାଇ ନିଅ ନାହିଁ। ମୋ ମସ୍ତକରେ ସିନ୍ଦୁର ଓ ହାତର ଶଙ୍ଖା ସେମିତି ଝଟକୁ ଥାଉ ପ୍ରଭୁ, ଝଟକୁ ଥାଉ। ଏତିକି ମାଗୁଣି ମହାବାହୁ, ଏତିକି ମାଗୁଣି କରୁଛି। ପ୍ରଭୁଙ୍କୁ ଏତିକି ମାଗି ସେ ସେଇଠାରେ ବେହୋସ ହୋଇଗଲେ। ଝିଲ୍ଲୀଙ୍କ ଚେତା ଫେରିବା ବେଳକୁ ସେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଅଫିସରେ ଥିଲେ। ତାଙ୍କ ପାଖରେ ଘେରି ରହିଥିଲେ ପୋଲିସ ଓ କିଛି ସେବକ। ପୋଲିସ ପଚାରିଲେ, ମ୍ୟାଡ଼ାମ୍ ଆପଣ ଠିକ୍ ଅଛନ୍ତି ତ? ଉତ୍ତରରେ ଝିଲ୍ଲୀ କହିଲେ, ହଁ ମୁଁ ଠିକ୍ ଅଛି। ଜଣେ ସେବକ ଗୋଟିଏ ତୁଳସୀ ମାଳ ଦେଇ କହିଲେ, ତୁମେ ଯେଉଁଠି ବେହୋସ ହୋଇଥିଲ ସେଇଠାରେ ଏ ତୁଳସୀ ମାଳ ପଡ଼ିଥିଲା। ନିଅ, ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ତୁମ ଉପରେ ରହିଛି। ଝିଲ୍ଲୀ ହାତ ଯୋଡ଼ି ସବୁ କଥା କହିଗଲେ। ସେବକ ଜଣଙ୍କ ଗୋଟିଏ ଅଟୋ ଠିକ୍ କରି ଝିଲ୍ଲୀଙ୍କୁ ପୁରୀ ମେଡ଼ିକାଲକୁ ପଠାଇଦେଲେ। ସେତେବେଳକୁ ଅପରେସନ୍ ସରିଯାଇଥାଏ। ସମସ୍ତେ ଅପେକ୍ଷା କରିଥାନ୍ତି ଦେବାଶିଷଙ୍କ ସେନ୍ସ କେତେବେଳେ ଫେରିବ। ଝିଲ୍ଲୀ ମହାପ୍ରଭୁଙ୍କର ତୁଳସୀରୁ ଟିକିଏ ନେଇ ଦେବାଶିଷଙ୍କ ପାଟିରେ ଦେଲେ। କିଛି ସମୟ ପରେ ଦେବାଶିଷ ଆଖି ଖୋଲି ସମସ୍ତଙ୍କୁ ଚାହିଁଲେ। ଡକ୍ଟର ଆସି ଦେଖନ୍ତି ତ ଦେବାଶିଷ ଏବେ ପ୍ରାୟ 50% ଠିକ୍ ଅଛନ୍ତି। 15 ଦିନ ପରେ ସେ ପୂରାପୂରି ଠିକ୍ ହୋଇଯିବେ। ମହାପ୍ରଭୁଙ୍କର ଛଡ଼ା ତୁଳସୀର ମହିମା ସେଠାରେ ଥିବା ଡକ୍ଟର ବୁଝିପାରିଲେ। ତେଣୁ ଦେବାଶିଷଙ୍କର ପରିବାର ହିତାକାଂକ୍ଷୀମାନେ ଜୟ ଜଗନ୍ନାଥ ବୋଲି ମନ ଖୋଲି କହିଲେ। ଦେବାଶିଷ ସମାଜ ସେବାକୁ ମାଧବ ସେବା ଭାବି କରିଥିବାରୁ ସେହି ମାଧବ ଆଜି ତାଙ୍କର ଜୀବନ ବଞ୍ଚାଇ ଦେଲେ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଜୟ ଗୋପୀନାଥ ଟିଭିକି ସବସ୍କ୍ରାଇବ୍ କରି ଆମ ପରିବାର ସହିତ ଯୋଡ଼ି ହୋଇଯାଆନ୍ତୁ। ଆପଣଙ୍କ ଦିନଟି ମଙ୍ଗଳମୟ ହେବ। ଜୟ ଜଗନ୍ନାଥ, ଜୟ ଗୋପୀନାଥ।